କୁହାଯାଏ ମୃତ୍ୟୁ ସତ୍ୟ ଏବଂ ଅନ୍ତ ହୋଇଥାଏ, କିନ୍ତୁ ସତରେ କ'ଣ ମୃତ୍ୟୁ ଅନ୍ତ ହୋଇଥାଏ ନା ଏକ ନୂଆ ଯାତ୍ରାର ଆରମ୍ଭ? ଲୋକେ କୁହନ୍ତି ଯେଉଁ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ କିଛି ଅଧୁରା କାର୍ଯ୍ୟ ରହିଯାଇଥାଏ ସେମାନଙ୍କ ଜୀବନ ମୃତ୍ୟୁ ପରେ ବି ଶେଷ ହୋଇନଥାଏ। ଆଉ କେବେ କେବେ ସେମାନେ ପୁଣି ଫେରିଆସନ୍ତି ନିଜ ଅଧୁରା କାର୍ଯ୍ୟ କରିବା ପାଇଁ। ଆଉ ଯଦି କେହି ସେପରି ଫେରିଆସେ ତ ସେମାନଙ୍କୁ କୁହାଯାଏ। ଏହି ପ୍ରଶ୍ନର ଉତ୍ତର ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ଆଜିର କାହାଣୀଟି ଏହିପରି ଏକ ସତ୍ୟ ଘଟଣା ଉପରେ ଆଧାରିତ। କାହାଣୀଟି ଗୁଜରାତର ସହର ସୁରତର ଜିତୁ ରଇତ ଏକ ଆଦିବାସୀ ସମ୍ପ୍ରଦାୟର ଲୋକ। କନ୍ଧମାଳ ଜିଲ୍ଲାର ଏକ ନିକଟ ମଫସଲ ଗାଁର ବାସିନ୍ଦା। ଜଙ୍ଗଲ ତାର ମା ଆଉ ସେ ତାର ବଢ଼ିଲା ପୁଅ। ଜଙ୍ଗଲଜାତ ଦ୍ରବ୍ୟ ଯେମିତିକି ଲାଖ, ମହୁଲ ଇତ୍ୟାଦି ପାଖ ବଜାରରେ ବିକ୍ରି କରି 2 ପଇସା ରୋଜଗାର କରିବା ତାର ପେଶା। ପରିବାର କହିଲେ ତାର ବିଧବା ମା ଆଉ 2 ଝିଅ। ବାହାଘରର 4 ବର୍ଷ ପରେ ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ସ୍ତ୍ରୀ ମରିଯାଇଥିଲା। ସେଥିଲାଗି ପରିବାରର ଭରଣ ପୋଷଣ ଏବେ ତା କାନ୍ଧରେ। ଆଜିକାଲି ଏତେ ବେପାର ହେଉନି, କାହିଁକି ନା ଅଧିକାଂଶ ଲୋକ ଗାଁ ଛାଡ଼ି ସହର ଆଡ଼କୁ ମୁହାଁଇଲେଣି। ଆଉ ଆଗ ପରି ବି ଏସବୁ ଜିନିଷର ଚାହିଦା ବି ନାହିଁ। କିଛି ଦିନ ଏପରି ଚାଲି ଯାଇଥିଲା। ଚାକିରିର ଅନୁସନ୍ଧାନରେ ସେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜଏନ୍ କରିଥିଲା। ଦିନେ ଏପରି ଚେକ୍ କରୁ କରୁ ସୁରତରେ ଥିବା ଏକ ଟେକ୍ସଟାଇଲ ମିଲ୍ରେ ଏକ ପଦବୀ ପାଇଁ ଭେକେନ୍ସି ବାହାରିଥିଲା। ତଳେ ଥିବା ନମ୍ବରରେ କଲ୍ କରି କମ୍ପାନୀର HR ସହିତ କଥା ହୋଇଥିଲା। ଦରମା ମାସକୁ 25,000 ଆଉ 12 ଘଣ୍ଟା ଡ୍ୟୁଟି। ଏହି କଣ୍ଡିସନରେ ରାଜି ହୋଇ ସବୁ ଡକ୍ୟୁମେଣ୍ଟ ସବମିଟ୍ କରିଥିଲା। ଆଉ 2 ଦିନ ଭିତରେ ସେ ବାହାରିଥିଲା ସୁରତ ଯିବା ପାଇଁ। କେବେ ବି ଓଡ଼ିଶା ବାହାରକୁ ଯାଇନଥିବାରୁ ମନରେ ଉତ୍ସାହ ବି ଥିଲା ତାର। ସୁରତ ପହଞ୍ଚି କମ୍ପାନୀର HR ସହିତ ସାକ୍ଷାତ କରିଥିଲା। HR ତାଙ୍କୁ କମ୍ପାନୀର କାମ ଦେଖାଇ 15 ଦିନର ଟ୍ରେନିଂ ନେବାକୁ କହିଥିଲେ। ମେସିନ୍ ମେଣ୍ଟେନାନ୍ସର କାମରେ ସେ ନିଯୁକ୍ତି ପାଇଥିଲା। ତାର କାମ ନିଶ୍ଚୟ ବିପଦପୂର୍ଣ୍ଣ ଥିଲା, କିନ୍ତୁ ଜିତୁ ଖୁବ୍ ପରିଶ୍ରମ କରି ମାତ୍ର 10 ଦିନ ଭିତରେ ହିଁ କାମ ଶିଖି ଯାଇଥିଲା। ଏଥିମଧ୍ୟରେ ଜିତୁ ଆଉ ତାର ସୁପରଭାଇଜରଙ୍କ ଭିତରେ ଖୁବ୍ ଦୋସ୍ତି ହୋଇଯାଇଥିଲା। ସୁପରଭାଇଜର ଅନନ୍ତ ବାବୁ ବି ତାକୁ ବହୁତ ଭଲ ପାଉଥିଲେ। ଆଦିବାସୀ ସମ୍ପ୍ରଦାୟର ଲୋକ ବହୁତ ଶାନ୍ତ ଏବଂ ସରଳ ହୋଇଥାନ୍ତି। ଆଉ ସେମିତି ହିଁ ଥିଲା ଜିତୁ। ଅନ୍ୟମାନଙ୍କ ସହ ତାର କଥାବାର୍ତ୍ତା ଆଉ ବ୍ୟବହାର ବହୁତ ଭଲ ଥିଲା। ସେଥିଲାଗି ଅଳ୍ପ ସମୟ ମଧ୍ୟରେ ସେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲା। କାମ କରୁଥିବା ସମୟରେ ମିଠା ମିଠା ଆଦିବାସୀ ଗୀତ ଗାଇ ଶୁଣାଇବା ତାର ନୀତିଦିନିଆ କାମ। ଆଉ ଅନ୍ୟମାନଙ୍କୁ ଏହି ଗୀତର ଅର୍ଥ ବୁଝା ପଡ଼ୁନଥିଲେ ମଧ୍ୟ ତାର ସ୍ୱରରେ ସତେ ଯେମିତି କିଛି ଗୋଟେ ଯାଦୁ ଥିଲା। ଅଳ୍ପ କିଛି ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ବଳକା ନିଜ ଘରକୁ ପଠାଇ ଦେଉଥିଲା। ଧୀରେ ଧୀରେ ପରିବାରର ଆର୍ଥିକ ସ୍ଥିତି ବି ସୁଧରି ଯାଇଥିଲା। ଏପରି ଭାବେ 3 ମାସ ଚାଲି ଯାଇଥାଏ। ଏକ ଦିନର କଥା, ପୂର୍ବ ରାତିରେ ଓଭର ଟାଇମ୍ କରି ପୁଣି ସକାଳେ 9ଟା ବେଳେ କାମ କରିବାକୁ ଆସିଯାଇଥିଲା। ଗତ ରାତିର ଅନିଦ୍ରା ଲାଗି ଆଖି ତାର ପଡ଼ିଯାଉଥାଏ। ଆଉ ଏହି ସମୟରେ କାମ କରୁ କରୁ ହଠାତ୍ ତା ହାତଟି ମସିନ୍ ଭିତରେ ପଶି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଏକ ବଡ଼ ଚିତ୍କାର କରିଥିଲା। ତାର ଚିତ୍କାର ଶୁଣି କମ୍ପାନୀର ଅନ୍ୟ ୱାର୍କର ମାନେ ବି ରୁଣ୍ଡ ହୋଇଯାଇଥିଲେ ତା ପାଖରେ। ପାଖକୁ ଯାଇ ଦେଖେ ତ ଜିତୁର 2ଟି ହାତ ମସିନ୍ ଭିତରେ ଚାପି ହୋଇ ରହିଛି। ତା ହାତରୁ ଏତେ ରକ୍ତ ବୋହୁଥିଲା କି କେହି ବି ସାହସ କରିପାରୁନଥିଲେ ତା ପାଖକୁ ଯାଇ ତାକୁ ରକ୍ଷା କରିବା ପାଇଁ। ଏହି ସମୟରେ ସୁପରଭାଇଜର ଆସି ପହଞ୍ଚି ଯାଇଥିଲେ। ଆଉ ଯେମିତି ସେମିତି କରି ମସିନ୍ଟିକୁ ବନ୍ଦ କରି ସାଙ୍ଗେ ସାଙ୍ଗେ କମ୍ପାନୀର ଆମ୍ବୁଲାନ୍ସ ଯୋଗେ ତାକୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ଏକ ଲମ୍ବା ଅପରେସନ ପରେ ଡକ୍ଟର ବାହାରକୁ ଆସି କହିଥିଲେ କି ଜିତୁର ଗୋଟିଏ ହାତ ବହୁତ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ ତାକୁ କାଟି ଦେଇଛନ୍ତି। ଗୋଟିଏ ମୁହୂର୍ତ୍ତରେ ଜିତୁର ଜୀବନ ଯେପରି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା। 10 ଦିନ ପରେ ତାର ହୋଶ ଆସିଥିଲା। ଆଉ ନିଜକୁ ଦେଖି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ପ୍ରାୟ 1 ମାସ ପରେ ଟିକେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା ଜିତୁ। ଡିସଚାର୍ଜ ହେବା ପରଦିନ ତାର ସେଟ୍ ମାନେ କମ୍ପାନୀର ମାଲିକ ତାକୁ ନିଜ ଅଫିସକୁ ଡାକିଥିଲେ।
ହାତରେ କିଛି ପଇସା ଦେଇ ନିଜ ଗାଁକୁ ଫେରିଯିବାକୁ କହିଥିଲେ। କିନ୍ତୁ ତାର ମାଲିକ ଏକ ଈଶ୍ୱର ବିଶ୍ୱାସୀ ଆଉ ଭଦ୍ରଲୋକ ହୋଇଥିବାରୁ ଗାଁରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଲେ ସେ ନିଶ୍ଚୟ ତାକୁ କାମରେ ରଖିବେ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଆଖିରେ ଲୁହ ଆଉ ମନରେ ଅସୁମାରୀ ପୂରଣ ନ ହୋଇଥିବା ସ୍ୱପ୍ନକୁ ଧରି ସେ ଚାଲି ଯାଇଥିଲା ନିଜ ଗାଁକୁ। ଏଥି ମଧ୍ୟରେ 5 ମାସ ବିତି ଯାଇଥାଏ। ସେଦିନ ସୋମବାର ହୋଇଥିବାରୁ କାମ ଜୋରସୋରରେ ଚାଲିଥାଏ କମ୍ପାନୀରେ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାଆନ୍ତି। ସୁପରଭାଇଜର ଅନନ୍ତ ବାବୁ ବି ନିଜ କେବିନରେ ବସି କାମ କରୁଥାନ୍ତି। ହଠାତ୍ ଅଫିସର ଡୋର ଖୋଲିବାର ଶବ୍ଦ ଶୁଣାଗଲା। ମୁଣ୍ଡକୁ ଉପରକୁ ଉଠାଇ ଦେଖେ ତ ତାଙ୍କ ସାମ୍ନାରେ ଜିତୁ ଠିଆ ହୋଇଛି। ଅନନ୍ତ ବାବୁ ବି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସତ, କିନ୍ତୁ ବହୁତ ଖୁସି ହୋଇଯାଇଥିଲେ। ଆରେ ଜିତୁ, କେବେ ଆସିଲୁ? ଆସ ଆସ, ବସ୍ ଏଠି, ଅନନ୍ତ ବାବୁ କହିଥିଲେ। ହଟିଯାଇଥିବା ହାତର କାନ୍ଧରେ ଏକ ଝୁଲୁଥିବା ବ୍ୟାଗକୁ ତଳେ ରଖି ଜିତୁ ସାମ୍ନାରେ ପଡ଼ିଥିବା ଏକ ଚେୟାର ଉପରେ ବସିଥିଲା। ତାର ସ୍ୱାସ୍ଥ୍ୟ ଅବସ୍ଥା ଆଉ ଘରେ ସମସ୍ତେ କେମିତି ଅଛନ୍ତି ପଚାରିଥିଲେ ଅନନ୍ତ ବାବୁ। କିନ୍ତୁ ତାଙ୍କର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସିଧା କହିଥିଲା, ଆଜ୍ଞା, ମୋତେ ପୁଣି ଥରେ କାମରେ ଜଏନ୍ କରିବାର ଅଛି। ଜିତୁର କଥା ଶୁଣି ତାଙ୍କୁ କେମିତି ଗୋଟିଏ ଅଜୀବ ଲାଗିଲା। ଆଉ ସେଇଦିନ ହିଁ ହେଚାରଙ୍କ ସହ କଥା ହୋଇ କମ୍ପାନୀରେ ରିଜଏନ୍ କରାଇଥିଲେ ଜିତୁକୁ। ଆଉ ଜିତୁ ବି ସେଇ ମୁହୂର୍ତ୍ତରୁ ହିଁ କାମରେ ଲାଗିଯାଇଥିଲା। ସବୁଦିନ ଅନନ୍ତ ବାବୁ ପ୍ଲାଣ୍ଟ ଭିଜିଟ୍ କରିଲା ବେଳେ ଜିତୁର ହାଲଚାଲ ବୁଝୁଥିଲେ। କିନ୍ତୁ ସେ ଲକ୍ଷ୍ୟ କରିଥିଲେ କି ଆଗର ଜିତୁ ଆଉ ଏବର ଜିତୁ ଭିତରେ ବହୁତ ତାରତମ୍ୟ ଥିଲା। ସମସ୍ତଙ୍କ ମନ ଲାଖି ଜିତୁର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ନା କାହା ସହ ବେଶୀ କଥା ହେବା, ନା ଲଞ୍ଚ ଟାଇମ୍ରେ ସୁନ୍ଦର ସୁନ୍ଦର ଆଦିବାସୀ ଗୀତ ଶୁଣାଇବା। ସତେ ଯେମିତି ତାର ଓଠର ହସକୁ କେହି ଜଣେ ଚୋରେଇ ନେଇଛି। ଆଉ ଦିନେ ରିପୋର୍ଟ ଚେକ୍ କରୁଥିବା ବେଳେ ଏକ ଡାଟା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିତୁ, ଯାର ଗୋଟିଏ ହାତ ଆକ୍ସିଡେଣ୍ଟରେ କଟି ଯାଇଥିଲା, ତଥାପି ଦିନର 2ଟି ଯାକ ସିଫ୍ଟରେ ସେ କାମ କରୁଛି। ନା କେବେ ଛୁଟି, ନା କେବେ କାମରେ ଲେଟ୍ ଆସିଛି। ଏପରି ଏକ ଦିନ ଭିଜିଟ୍ରେ ସେ ଜିତୁକୁ ଏହି ବିଷୟରେ ପଚାରିଥିଲେ କି ସେ କ'ଣ ଏତେ କାମ କରି ହାଲିଆ ହେଉନି। ଉତ୍ତରରେ ଜିତୁ କହିଥିଲା, ଆଜିକାଲି ଆଉ କେଉଁଠି ମୋତେ ହାଲିଆ ଲାଗୁଛି ଆଜ୍ଞା। ଜିତୁ ମୁହଁରୁ ଏପରି ଶୁଣି ଅନନ୍ତ ବାବୁ ଭାବିଥିଲେ କି ବୋଧହୁଏ ଆକ୍ସିଡେଣ୍ଟ ପରଠୁ ଜିତୁର ମାନସିକ ସ୍ଥିତି ବି ଭଲ ନାହିଁ। ଏକ ଦିନର କଥା, କମ୍ପାନୀରେ ନାଇଟ୍ ସିଫ୍ଟରେ କାମ ଚାଲୁଥାଏ। ମେସିନ୍ର ମେଣ୍ଟେନାନ୍ସ କାମ ଚାଲୁଥିବାରୁ ଅନ୍ୟ ଦିନ ଅପେକ୍ଷା ଆଜି କିନ୍ତୁ କମ୍ ୱାର୍କର ଆସିଥାନ୍ତି ଡ୍ୟୁଟିରେ। ସେତେବେଳେ ସମୟ ପ୍ରାୟ 12ଟା ହୋଇଥିବ। ସିଫ୍ଟ ସରିବା ପୂର୍ବରୁ ସିକ୍ୟୁରିଟି ଗାର୍ଡଟି ରୁଟିନ୍ ଚେକଅପ୍ରେ ବାହାରିଥିଲା। ଏପରି ଚେକ୍ କରୁ କରୁ ତାର ନଜର ପଡ଼ିଥିଲା ଜିତୁ ୟୁଜ୍ କରୁଥିବା ମେସିନ୍ ଉପରେ। ସେ ଦେଖିଥିଲା ମେସିନ୍ଟି ଏପରି ଭାବେ ଚାଲୁଥିଲା ସତେ ଯେମିତି କେହି ଜଣେ କାମ କରୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ସେଠି ତା ଛଡ଼ା ଆଉ କିଏ ବି ନଥିଲେ। ଟିକିଏ ଭଲ କରି ନଜର ପକାଇ ଦେଖେ ତ ଏକ ଅଶରୀରୀ ପାଦ, ଯାହାର ନା ଶରୀର ଅଛି, ସେ ମେସିନ୍ ପାଖରେ ଏପଟ ସେପଟ ହେଉଛି। ଏହା ଦେଖି ସେ ମୁଣ୍ଡରୁ ପାଦ ଯାଇ ଥରିବାକୁ ଲାଗିଲା। ଭୟଭୀତ ହୋଇ ଏକ ଚିତ୍କାର କରିଥିଲା ସିକ୍ୟୁରିଟି ଗାର୍ଡଟି। ଏହାର ଗୋଟେ ପାଟି ଶୁଣି ସିକ୍ୟୁରିଟି ସୁପରଭାଇଜର ଭିତରକୁ ଆସି ଦେଖେ ତ ତାର ସାଥୀ ସିକ୍ୟୁରିଟି ଗାର୍ଡଟି ଗୋଟାପଣେ ଥରୁଛି। ଆଉ ହାତକୁ ଉଠାଇ ସେହି ମେସିନ୍ ଆଡ଼କୁ ଇସାରା କରିଥିଲା। ସିକ୍ୟୁରିଟି ସୁପରଭାଇଜର ସେହି ଦିଗକୁ ମୁହଁ କରି ଦେଖେ ତ ମେସିନ୍ ପାଖରେ ତାଙ୍କ ଆଡ଼କୁ ମୁହଁ କରି ଜିତୁ ଠିଆ ହୋଇଛି। ଆଉ ଏକ ନିରୀହଙ୍କ ପରି ସେମାନଙ୍କୁ ଦେଖୁଛି। ସିକ୍ୟୁରିଟି ସୁପରଭାଇଜର ବି କିଛି ବୁଝିପାରିନଥିଲେ ଏହି ଘଟଣାକୁ ଏବଂ ସାଥୀ ସିକ୍ୟୁରିଟିକୁ ପଚାରିଥିଲେ, ରେ କ'ଣ ହେଲା? କ'ଣ ପାଇଁ ଏତେ ଜୋରରେ ଚିତ୍କାର କରୁଛୁ? ଭୂତ ଦେଖିଲୁ ନା କ'ଣ? ତତେ ବାରମ୍ବାର ମନା କରିଛି ଡ୍ୟୁଟି ଟାଇମ୍ରେ ନିଶା କରିବୁନୁ କହିକି। ଏହା ଶୁଣି ସାଥୀ ସିକ୍ୟୁରିଟି ଗାର୍ଡଟି କିଛି ନ କହି ଚୁପଚାପ ବାହାରି ଯାଇଥିଲା ନିଜ କେବିନ୍ ଆଡ଼କୁ। ଆଉ ଟିକିଏ ଆଗକୁ ଯାଇ ପଛକୁ ବୁଲି ଦେଖେ ତ ଜିତୁ ଠିକ୍ ଆଗ ପରି ତାକୁ ଦେଖୁଥାଏ। କିନ୍ତୁ ଏଥର ତା ମୁହଁରେ ଏକ ଭୟାନକ ହସ ଥିଲା। ଏହି ଘଟଣାରେ ସେ ଏତେ ଡରି ଯାଇଥିଲା କି
ନିଜ ଡ୍ୟୁଟିର ଜାଗା ପରିବର୍ତ୍ତନ କରିଦେଇଥିଲା। ଏହି ଘଟଣାକୁ ପ୍ରାୟ 15 ଦିନ ଚାଲି ଯାଇଥାଏ। ପ୍ରତ୍ୟେକ ମାସ 7 ତାରିଖରେ ସେଲେରୀ ମିଳିଥାଏ ସମସ୍ତଙ୍କୁ। ସେଦିନ ଜିତୁ କିନ୍ତୁ କମ୍ପାନୀକୁ ଆସିନଥିଲା। ବୋଧହୁଏ ଏମିତି ହିଁ ଛୁଟି ନେଇଯାଇଥିବ ଭାବି ତାର ସେଲେରୀକୁ ନିଜ ପାଖରେ ରଖିଦେଇଥିଲେ ଅନନ୍ତ ବାବୁ। କିନ୍ତୁ 3-4 ଦିନ ପରେ ବି କାମକୁ ନ ଆସିବାରୁ ଅନ୍ୟ କର୍ମଚାରୀମାନଙ୍କୁ ତା ବିଷୟରେ ପଚାରିଥିଲେ। କାହା ପାଖରେ ବି ତାର କିଛି ବି ଖବର ନଥିଲା। ପୁଣି କିଛି ଅସୁବିଧାର ସମ୍ମୁଖୀନ ହୋଇନି ତ ବିଚରା ଜିତୁ? ଏହି ଶଙ୍କା ଚାଲୁଥିଲା ଅନନ୍ତ ବାବୁଙ୍କ ମନରେ। 1 ସପ୍ତାହ ପରେ କିଛି ଖୋଜ ଖବର ନ ପାଇବାରୁ ବାଧ୍ୟ ହୋଇ ରେକର୍ଡରେ ଥିବା ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବରକୁ କଲ୍ କରିଥିଲେ। କଲ୍ କେହି ଜଣେ ସାନ ପିଲା ଉଠାଇ ପରେ ଏକ ବୁଢ଼ୀ ମାଙ୍କୁ ଦେଇଥିଲା। ନିଶ୍ଚୟ ଜିତୁର ମା ହୋଇଥିବେ। ନିଜର ପରିଚୟ ଦେଇ ଅନନ୍ତ ବାବୁ ଜିତୁ ବିଷୟରେ ପଚାରିଥିଲେ। କିନ୍ତୁ ସାମ୍ନାରୁ ତାଙ୍କ ମାର କଥା ଶୁଣି ଅନନ୍ତ ବାବୁଙ୍କ ଲୋମ ଟାଙ୍କୁରି ଯାଇଥିଲା। ତାଙ୍କ ମାଙ୍କ କହିବା ଅନୁସାରେ ସୁରତରୁ ଫେରିବା ପରେ ଜିତୁର ଦେହ ବହୁତ ଖରାପ ହୋଇଯାଇଥିଲା। ହାତରେ ଇନଫେକ୍ସନ୍ ବଢ଼ିଯାଇ ତା ଶରୀରରୁ ପଚା ସଢ଼ା ଗନ୍ଧ ବାହାରୁଥିଲା। ଆଉ ତାକୁ ଏତେ ଯନ୍ତ୍ରଣା ହେଉଥିଲା କି ସିଏ ରାତି ରାତି ଶୋଇପାରୁନଥିଲା। ଚିକିତ୍ସା ପାଇଁ ଫୁଲବାଣୀରେ ଥିବା ସରକାରୀ ଡାକ୍ତରଖାନାରେ କିଛି ଦିନ ରହିଥିଲା। କିନ୍ତୁ ସମସ୍ତ ପଇସା ସରିଯିବା ପରେ ନିଜ ଭାଗ୍ୟକୁ ଆଦରି ନେଇ ଫେରି ଯାଇଥିଲା ନିଜ ଘରକୁ। ଆଉ ଦିନେ ଏହି ଅସହ୍ୟ ଯନ୍ତ୍ରଣାରୁ ସବୁଦିନ ପାଇଁ ମୁକ୍ତି ପାଇଯାଇଥିଲା। ଆଉ ଆଜିକୁ ପ୍ରାୟ 3 ମାସ ହୋଇଯିବ ଜିତୁର ମୃତ୍ୟୁକୁ। ବୁଢ଼ୀ ମାର ଏହି କଥା ଅନନ୍ତ ବାବୁଙ୍କୁ ବିଲକୁଲ ବିଶ୍ୱାସ ହେଉନଥାଏ। ଆଉ ବିଶ୍ୱାସ ହୋଇଥାନ୍ତା ବି କିପରି? ଯେଉଁ ଲୋକ ତାଙ୍କ ଆଖି ଆଗରେ ଠିକ୍ 1 ମାସ କାମ କରିଛି, ସେ କେମିତି 3 ମାସ ଆଗରୁ ମରିଯାଇପାରେ? ପରେ ତାର ମା କିଛି ଅନ୍ୟ ଲୋକଙ୍କ ସହ ବି ଅନନ୍ତ ବାବୁଙ୍କ କଥା କରାଇଥିଲା। ସେମାନେ କଲ୍ କରିଥିବାର କାରଣ ପଚାରିବାରୁ ଅନନ୍ତ ବାବୁ କହିଥିଲେ କି ଜିତୁ କାମ କରିଥିବା ସେଲେରୀର ଟଙ୍କା ତାଙ୍କ ପାଖରେ ଅଛି, ପ୍ରାୟ 50,000 ଟଙ୍କା। ଯଦି ଆପଣମାନଙ୍କ କଥା ସତ, ତେବେ ଏହି ଟଙ୍କା ତାଙ୍କ ମାଙ୍କୁ ଦିଆଯିବ, ଏପରି କହିଥିଲେ ଅନନ୍ତ ବାବୁ। ଏକଥା ଶୁଣି ପଛରେ ଠିଆ ହୋଇ ଶୁଣୁଥିବା ତା ମାର ଆଖିରୁ ଧାର ଧାର ହୋଇ ଲୁହ ଆସିଯାଇଥିଲା। ଜିତୁର ମୃତ୍ୟୁ ପରେ ଘରେ କେମିତି ଚଳିବ ଆଉ 2 ଝିଅଙ୍କ ପାଠପଢ଼ା ବିଷୟରେ ଭାବି ତାର ମା ପ୍ରତ୍ୟେକ ଦିନ ଜିତୁର ଫଟୋ ଆଗରେ ବସି କାନ୍ଦିବାର। ମନ ହିଁ ମନରେ ଭାବୁଥିଲେ କି ଯଦି କିଛି ନହେଲେ 50,000 ଟଙ୍କା ଯଦି ମୋ ପାଖରେ ଥାନ୍ତା ତ କିଛି ଗୋଟିଏ ବ୍ୟବସାୟ କରି ପେଟ ପୋଷିଥାନ୍ତି। ମରିଯାଇଥିବା ପରେ ବି ନିଜ ମାର ଦୁଃଖ ଦେଖି ନ ପାରି ରୋଜଗାର କରି ଟଙ୍କା ଆଣି ଦେଇଛି ତାର ମଲା ପୁଅ। ମନରେ ଥିବା ନିଜ କୋହକୁ ସମ୍ବରଣ ନ କରିପାରି ଆଖିରୁ ଧାର ଧାର ହୋଇ ଲୁହ ବାହାରି ଯାଇଥିଲା ତାର ମାର। ଏହି କଥାକୁ ବିଶ୍ୱାସ କରିବା ଛଡ଼ା ଆଉ କିଛି ବି ଚାରା ନଥିଲା ଅନନ୍ତ ବାବୁଙ୍କ ପାଖରେ। ଯଦି 1 ମାର ପୁଅ ଆଉ 2 ଝିଅର ବାପା ମରିଯିବା ପରେ ବି ଏତେ କଷ୍ଟ କରିପାରୁଛି ନିଜ ପରିବାର ପାଇଁ, ତେବେ ଜୀବିତ ଥାଇ ବି କ'ଣ ଆପଣମାନେ ଆପଣଙ୍କ ପରିବାରକୁ ଏତିକି ହିଁ ଭଲ ପାଉଛନ୍ତି? ଏହି କାହାଣୀଟି ଏକ ସତ୍ୟ ଘଟଣା ଉପରେ ଆଧାରିତ, ଯାହାର ସ୍ଥାନ ଏବଂ ପାତ୍ରକୁ ପରିବର୍ତ୍ତନ କରାଯାଇଛି। ଯଦିଓ ଅନ୍ୟ କାହାଣୀଙ୍କ ପରି ଏତେ ଭୟଙ୍କର ନଥିଲେ ମଧ୍ୟ ପରିବାରର ପ୍ରତି ଭଲ ପାଇବାର ଏକ ଉତ୍କୃଷ୍ଟ ଉଦାହରଣ ଦେଇପାରିଛି। ଆଜି ପାଇଁ ଏତିକି। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ନମସ୍କାର। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ, ଜୟ ଭାରତ।